ମୁଁ ଶ୍ରୀ ଅରୁଣ କୁମାର ଗାଙ୍ଗୁଲି ଶ୍ୟାମାଶଙ୍କର ମଠର ସର୍ବାଧୀଶ। ଆଜି ଏଠି ନୂତନ ଭାବରେ ଲିଙ୍ଗରାଜ ପ୍ରତିଷ୍ଠା ହେଲେ। ଯେଉଁ ଲିଙ୍ଗରାଜଟି ଆସିଛି ଓଙ୍କାରେଶ୍ୱର ମିନ୍ଦରରୁ ଦେଇଛନ୍ତି ବୃନ୍ଦାବନର ସାଧକ ଶ୍ରୀ ବଧୁଦା, ସିଏ ଦେଇ ଯାଇଛନ୍ତି ଆମକୁ ଏଇ କରିବାକୁ, ପ୍ରତିଷ୍ଠା କରିବାକୁ 2-3 ମାସ ଲାଗିଗଲାଣି। ଯାହା ହଉ ଆଜି ପ୍ରତିଷ୍ଠିତ ହେଇଛି, ସମସ୍ତେ ଆସିଛନ୍ତି, ଗୁରୁ ଭାଇ ଭଉଣୀ ମାନେ ଆସିଛନ୍ତି, ପ୍ରସାଦ ସେବା କରିବେ ଏବଂ ଲିଙ୍ଗରାଜ ପାଣି ଦେଇ ସମସ୍ତେ ଆଶୀର୍ବାଦ ନେବେ। ସତୀସଙ୍ଗର ମା ମାନେ ଯାଇ ବିନ୍ଦୁସାଗରରୁ ପାଣି ଆଣି ଏଇଠି ଆରମ୍ଭ କରିଥିଲେ। ବର୍ତ୍ତମାନ ସେ କାର୍ଯ୍ୟ ବି ସରିଯାଇଛି, ବର୍ତ୍ତମାନ ପ୍ରାଣ ପ୍ରତିଷ୍ଠା ହେଇଯାଇଛି। ଏଇଗୁଡ଼ା ଯଜ୍ଞଟି ହବ, ଯଜ୍ଞ ହବା ପରେ ଆଜିକାର ସଭା ଶେଷ। 6ଟା ଭିତରେ ହବାକୁ ହବ। ଯେମିତି ସନ୍ଧ୍ୟା ଆଗରେ ପୂର୍ଣ୍ଣାହୁତି ହୁଏ ଜେନେରାଲି। ସିଏ ଏଇ ଯୋଉମାନେ ପାଣି ଦେବାକୁ ଆସନ୍ତି, ସେମାନେ ଏଠି ଆସି ପାଣି ଦେଇପାରିବେ। ସର୍ବସାଧାରଣଙ୍କ ଖୋଲା ହେଇଛି, ସମସ୍ତେ ଆସି ପାଣି ଦେଇପାରିବେ ଶିବଙ୍କୁ। ଲୋକ ଭୁବନେଶ୍ୱର ମନ୍ଦିରରେ ବହୁ ଟାଇମ ଲାଇନ କରି ରହିଛନ୍ତି, ବହୁ କଷ୍ଟ ହଉଛନ୍ତି, ସେମାନେ ଆସିକିନା ଏଠି ସୁବିଧାରେ ପାଣି ଦେଇପାରିବେ। ଏକା କଥା ଲିଙ୍ଗରାଜ ଭୂମିରେ ସମସ୍ତେ ଏଠି ପାଣି ଦେଇପାରିବେ। ଏଇଟା ହଉଛି ମନ୍ଦିର ମାଳିନୀ ଭୁବନେଶ୍ୱର। ସବୁ ଜାଗା ରାଜାମାନେ ଆଗେ ସବୁ ମନ୍ଦିର କରିଦେଇ ଯାଉଥିଲେ, ବର୍ତ୍ତମାନ ଆପଣ ଦେଖିବେ ବହୁ ମନ୍ଦିର ଭଗ୍ନାବସ୍ଥାରେ ରହିଛି, ସେ ସବୁ ରାଜାମାନେ ତିଆରି କରିଥିଲେ। ବର୍ତ୍ତମାନ ଆମେ ଭାବିଛୁ ଏଇପରି ଭାବରେ ହେଲେ ଲୋକେ ବି ବହୁତ କଷ୍ଟ ହଉଛି, ଲୋକଙ୍କର ବି କିଛି ଇଏ ନାହିଁ, ସେମାନେ ଆସି ଯେକୌଣସି ଭାବରେ ସର୍ବସାଧାରଣ ଏଠି ପାଣି ଦେଇପାରିବେ। ଏହା ଏକ ପବିତ୍ର କ୍ଷେତ୍ରରେ ଆଜି ପରିଣତ ହୋଇଯାଇଛି। ଶିବଙ୍କର ଆସ୍ଥାନ ଯୋଉଠି ଜମିଯାଏ, ସେ କୈଳାସ ପର୍ବତ ସହିତ ମହାନ ହେଇଯାଏ ସେ ସ୍ଥାନ। ତେଣୁ ସମସ୍ତ ଭକ୍ତମାନଙ୍କୁ ଆମେ କହୁଛୁ ଯେ ଭଗବାନ ଆସି ଏଠାରେ ଦର୍ଶନ କରନ୍ତୁ, ସେବା ପୂଜା କରନ୍ତୁ, ଏଠାରେ ଅଭିଷେକ ଆଦି କର୍ମ କରନ୍ତୁ। ନିଶ୍ଚିତ ଭାବରେ ଆପଣଙ୍କର ମନୋବାଞ୍ଛା ମନୋଭୀଷ୍ଟ ପୂର୍ଣ୍ଣ ହେବ, ଏହା ଆମର 100% ବିଶ୍ୱାସ ରହିଛି ଭଗବାନଙ୍କ ପାଖରେ। ତେଣୁ ପବିତ୍ର ବିନ୍ଦୁସାର ଆମର କଳସ ଯାତ୍ରା କରାଯାଇଥିଲେ ମା ମାନଙ୍କ ଦ୍ୱାରା। କଳସ ଯାତ୍ରା କରାଯାଇ କଳସ ସ୍ଥାପନ କରାଯିବା ସହିତ ସୂର୍ଯ୍ୟ ପୂଜା ଏବଂ ସମସ୍ତ ଆବାହିତ ଦେବତା ମାନଙ୍କର ପୂଜା କରାଗଲେ ଏବଂ ଭଗବାନଙ୍କର ମହାସ୍ନାନ, ପ୍ରଭୁ ଓଙ୍କାରେଶ୍ୱରଙ୍କର ମହାସ୍ନାନ କରାଗଲେ। ପଞ୍ଚାମୃତ, କ୍ଷୀର, ଦଧି, ମଧୁ, ଘୃତ, ଇକ୍ଷୁରସ ପ୍ରଭୃତିରେ ପ୍ରଭୁଙ୍କର ମହାସ୍ନାନ କରାଯିବା ସହିତ ବର୍ତ୍ତମାନ ଜୀବନ୍ୟାସ କରାଯାଇଛନ୍ତି ଏବଂ ଭଗବାନଙ୍କର ଆମର ଆଚାର୍ଯ୍ୟ ପଣ୍ଡିତ ମାନେ ବର୍ତ୍ତମାନ ଭଗବାନଙ୍କର ବେଶ କରୁଛନ୍ତି। ତେଣୁ ପବିତ୍ର ବିନ୍ଦୁସାର ଆମର କଳସ ଯାତ୍ରା କରାଯାଇଥିଲେ ମା ମାନଙ୍କ ଦ୍ୱାରା। କଳସ ଯାତ୍ରା କରାଯାଇ କଳସ ସ୍ଥାପନ କରାଯିବା ସହିତ ସୂର୍ଯ୍ୟ ପୂଜା ଏବଂ ସମସ୍ତ ଆବାହିତ ଦେବତା ମାନଙ୍କର ପୂଜା କରାଗଲେ ଏବଂ ଭଗବାନଙ୍କର ମହାସ୍ନାନ, ପ୍ରଭୁ ଓଙ୍କାରେଶ୍ୱରଙ୍କର ମହାସ୍ନାନ କରାଗଲେ। ପଞ୍ଚାମୃତ, କ୍ଷୀର, ଦଧି, ମଧୁ, ଘୃତ, ଇକ୍ଷୁରସ ପ୍ରଭୃତିରେ ପ୍ରଭୁଙ୍କର ମହାସ୍ନାନ କରାଯିବା ସହିତ ବର୍ତ୍ତମାନ ଜୀବନ୍ୟାସ କରାଯାଇଛନ୍ତି ଏବଂ ଭଗବାନଙ୍କର ଆମର ଆଚାର୍ଯ୍ୟ ପଣ୍ଡିତ ମାନେ ବର୍ତ୍ତମାନ ଭଗବାନଙ୍କର ବେଶ କରୁଛନ୍ତି। ଭଗବାନଙ୍କର ଅପାର କରୁଣା, ଏଇ ଯୋଉ ମହାଦେବ ପ୍ରଭୁ ଓଙ୍କାରେଶ୍ୱର ଆମର ନର୍ମଦା ନଦୀରୁ ଉଦ୍ଧୃତ ହେଇକରି ଆସିଛନ୍ତି, ଜଣେ ସାଧୁଙ୍କ ଦ୍ୱାରା ଅଣାଯାଇଥିଲେ ଏବଂ ଯାହାକି ଶିବଙ୍କର ପ୍ରତିଷ୍ଠା ବିଧାନ ଯାହା, ସେଇ ହିସାବରେ ଦୀର୍ଘ 1.5 ମାସ ହେଲାଣି ଦାଦାଙ୍କ ଦ୍ୱାରା ଏସବୁ କରାଯାଇଛି କାମ, ଯାହାଫଳରେ ଆଜି ଓଙ୍କାରେଶ୍ୱରଙ୍କର ପ୍ରତିଷ୍ଠା କରାଯାଇଛନ୍ତି। ଏହି ନାମକୁ ବିଶେଷ ଭାବରେ ଏ ନାମକୁ ଭଗବାନଙ୍କର ନାମକରଣ କରିଛି, କାରଣ ଯେହେତୁ ଓଙ୍କାରନାଥ ଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ଆଶ୍ରମ, ତେଣୁ ତାଙ୍କରି ନାମ ଅନୁସାରେ ଭଗବାନଙ୍କର ନାମ ଓଙ୍କାରେଶ୍ୱର ରଖାଯାଇଛନ୍ତି ଏବଂ ଏ ଓଙ୍କାରେଶ୍ୱର ପ୍ରତିଷ୍ଠା ବିଧାନ କରିବା ପାଇଁ ଦୀର୍ଘ 1.5 ମାସ 2 ମାସ ହେଲେ ଆମେ ସବୁ ଚେଷ୍ଟା କରୁଛୁ ଏବଂ ଯାହାଫଳରେ ତାଙ୍କର ଦୟାରୁ ଆଜି ସକ୍ଷମ ହେଉଛୁ ମଧ୍ୟ। ଜୟ ଜଗନ୍ନାଥ। ମୁଁ ଶ୍ୟାମାଶଙ୍କର ମଠ, ଓଲ୍ଡ ଟାଉନ ଶ୍ୟାମାଶଙ୍କର ମଠର ତ୍ରୈମାସିକ ପତ୍ରିକା ଜଗନ୍ନାଥ ସୁଭଦ୍ରାର ସମ୍ପାଦିକା ତ୍ରିବେଣୀ ଗାଙ୍ଗୁଲି।
ଆଜି ଆଜି ବର୍ଷ ପୂରଣ ହେଇଛି ଶ୍ରୀ ଜଗନ୍ନାଥଙ୍କର ଏଠି ପ୍ରତିଷ୍ଠା ଦିବସ ହେଇଛି। ଆଉ ବର୍ଷକ ପୂରଣର 2 ମାସ ଭିତରେ ସ୍ୱୟଂ ଦେବଦେବ ମହାଦେବଙ୍କର ପ୍ରତିଷ୍ଠା ଆଜି ଚାଲିଛି, ପୂଜା ଅର୍ଚ୍ଚନା ଚାଲିଛି। ଏଇ ଶିବ ମୂର୍ତ୍ତି ବୃନ୍ଦାବନର ଜଣେ ସନ୍ଥ ସାଧୁ, ସିଏ ଓଙ୍କାର ପଞ୍ଚମୀ ଦିନ ଆମ ମଠକୁ ଆଣିଥିଲେ, ଶ୍ୟାମଶଙ୍କର ମଠକୁ ଆଣିଥିଲେ। କହିଥିଲେ ତାଙ୍କୁ ନିର୍ଦ୍ଦେଶ ଦିଆଯାଏ, ମାନେ ନିର୍ଦ୍ଦେଶ ସେ ପାଇଥିଲେ, ସ୍ୱପ୍ନାଦେଶ କି କିଛି ନିର୍ଦ୍ଦେଶ ପାଇଥିଲେ ଯେ ଶ୍ୟାମଶଙ୍କର ମଠରେ ମତେ ପ୍ରତିଷ୍ଠା କରିବାକୁ। ସେଇଦିନ ସେ ଆଣିଥିଲେ। ତାର 2 ମାସ ଲାଗିଲା ଟିକେ ତାର ତୟାରୀ କରିବାରେ ସବୁ। ଆଉ ଏ ସୁନ୍ଦର ଆଚ୍ଛା ଦିଦି, ଆଜି ଯେହେତୁ ଠାକୁର ମହାଦେବଙ୍କର ଆଜି ପ୍ରତିଷ୍ଠା ଦିବସ ପାଳନ ହଉଛି ରାମଶଙ୍କର ମଠରେ, କିନ୍ତୁ ଆପଣଙ୍କର କେମିତି କଳସ ଯାତ୍ରା ହେଇଥିଲା, କେମିତି କଣ ଆରମ୍ଭ ହେଇଥିଲା, ଆଉ କେତେ ଜଣ ଭକ୍ତ ସବୁ ଆସିକି ରହିଛନ୍ତି? ଆଜି ସକାଳ 7ଟାରୁ ଆରମ୍ଭ ହେଇଯାଇଥିଲା କାର୍ଯ୍ୟକ୍ରମ ସଂକଳନ। ସେଠି ମୁରୁଜ ଦିଆ ହେଲା, ତାପରେ ସେଠି ହୋମ ଯଜ୍ଞର ଆୟୋଜନ ଚାଲିଥିଲା। ମା ଭଉଣୀ ମାନେ, ଏଠିକାର ମା ଭଉଣୀ ମାନେ, ମଠର ମା ଭଉଣୀ ମାନେ ପ୍ରାୟ 20-25 ଜଣ କଳସ ଯାତ୍ରା କଲେ। ସକାଳ 8:30ରୁ 9ଟା ଭିତରେ ଯାଉଥିଲେ, ପାଖ ନିକଟବର୍ତ୍ତୀ ବିନ୍ଦୁ ସାଗରରେ ଯାଇକି କଳସ ପାଣି ନେଇକି ଆସିକି, ମୁଣ୍ଡରେ ପାଣି ନେଇକି ଆସିକି ଏଠି ଯାତ୍ରା କରିକି ଆସିକି ଶିବଙ୍କ ପାଖରେ ସେଠି ଆରାଧନା ହେଲା। ହଁ, ଗଲାକାଲି ସନ୍ଧ୍ୟାରେ ସେ ଗର୍ଭଗୃହରେ ଶିବଙ୍କୁ ରଖାଯାଇଥିଲା। ସେ ଯୋଉ ଅନ୍ନବିଦ୍ୟ ଗର୍ଭଗୃହ ଯୋଉଟା ହୁଏ, ତା ଭିତରେ ଶିବଙ୍କ ମୂର୍ତ୍ତି ରଖାଯାଇଥିଲା, ଶିବଙ୍କ ଲିଙ୍ଗଟା। ଆଉ ସେଠୁ କଢା ହେଲା ଆଜି। କଳସ ଯାତ୍ରା ପରେ ଦେବଙ୍କର ସ୍ନାନ ଅଭିଷେକ ହେଲା। ଅଭିଷେକ ପରେ ସ୍ନାନ ପୂଜା ହେଲା। ତାପରେ ଯଜ୍ଞ କିଛି ହେଇଛି ସକାଳୁ। ଆଉ ତାପରେ ଏବେ ସମସ୍ତେ ଆମେ ଶିବଙ୍କ ମୁଣ୍ଡରେ ସବୁ ପାଣି ଦେଲୁ, କ୍ଷୀର, ପାଣି, ନଡିଆ, କଦଳୀ ସବୁ ଦିଆ ହେଇକି ଯାହା ଯାହା ସବୁ ସମ୍ପୂର୍ଣ୍ଣ ହୁଏ। ମା ଭଉଣୀ ମାନେ, ଭାଇ ଭଉଣୀ ମାନେ, ସମସ୍ତେ ଯିଏ ସବୁ ଭକ୍ତ ମାନେ ଥିଲେ ଲମ୍ବା ଧାଡିରେ ବହୁତ ସକାଳୁ ଆଜି ଚଳଚଞ୍ଚଳ ଆଜି ଆମ ମଠ ପ୍ରାଙ୍ଗଣରେ ବହୁତ ସୁନ୍ଦର ଭାବେ ପୂଜା ଚାଲିଛି। ଆହୁରି ଯଜ୍ଞ ହବ। ଆଉ ତ ଶିବ ଆସିଗଲେ, ଆମ ପାଖରେ ଜଗନ୍ନାଥ ଆସିଥିଲେ, ଏବେ ଶିବ ଆସିଗଲେ, ଆମର ବହୁତ ଭଲ। ଆଉ ମାନେ ବହୁତ ହି ଖୁସିର ଖବର। ଭାଗ୍ୟରେ ଥିଲେ ଏମିତି ସମସ୍ତଙ୍କର ଇଏ ହୁଏ। ଆଉ ସୀତାରାମ ଦାସ ବାବାଙ୍କର ତ ଆଶୀର୍ବାଦ ରହିଛି, ତାଙ୍କରି ଆଶ୍ରମରେ ସମସ୍ତେ ଜଣେ ଜଣେ କରି ଆସୁଛନ୍ତି ଆମ ମଠରେ। ଆଉ ଏମିତି ଭାବେ ଆଗେଇ ଚାଲୁ। ଆହୁରି ଦେବାଦେବୀ ଯୋଉମାନଙ୍କ ଆମ ମଠରେ, ଆଉ ଏମିତି ଭାବେ ଆଗେଇ ଚାଲୁ। ଆହୁରି ଦେବାଦେବୀ ଯୋଉମାନଙ୍କ ନିଶ୍ଚିତ ଭାବରେ ହବ। ଜଗନ୍ନାଥଙ୍କର ରଥଯାତ୍ରା ବେଳେ ବି ହେଇଥିଲା। ରଥ ତ ବାହାରିନି, ରଥ ମନ୍ଦିର ଭିତରେ ସବୁ ଯାହା ଯାହା କାର୍ଯ୍ୟକ୍ରମ କରିବାର ହେଇଥିଲା। ଏବେ ଶିବ ପ୍ରତିଷ୍ଠା ହେଇଯାଉଛି, ଶିବରାତ୍ରି ଦିନ। ଆଉ ଯାହା ଯାହା ବି ଶିବଙ୍କର ପୂଜା ହୁଏ, ଆମେ ନିଶ୍ଚିତ ଭାବରେ ସମସ୍ତେ ଏଠି ଆସିକି ପୂଜା କରିବା। ବହୁତ ସୌଭାଗ୍ୟର କଥା। ଠାକୁର ପ୍ରତିଷ୍ଠା ହେଲା, ସେ ଓଙ୍କାରେଶ୍ଵର। ହଁ, ଓଙ୍କାରେଶ୍ଵର ପୂଜା ହେଲା। ପୂଜା ହେଇକି ଆମର ବଡ ପୁରୋହିତ ଯିଏ ଯୋଗେଶ୍ଵର ଦାଦା ସମସ୍ତଙ୍କର ଅନୁମତି ନେଲେ ଯେ ମୁଁ ଏଇ ନାମରେ ନାମିତ କରିବାକୁ ଚାହୁଁଛି। ସବୁ 12 ଲିଙ୍ଗ ଅଛି ନା, ଆଉ ଏଇଥିରେ ହେଲା ଓଙ୍କାରେଶ୍ଵର।